ସାଙ୍ଗମାନେ ଆପଣମାନଙ୍କୁ ଆମ ଗାଁ ରୋଷେଇକୁ ସ୍ୱାଗତ। ପ୍ରଥମେ ଆମେ କଢ଼େଇରେ ତେଲ ଦେବା, ସେଥିରେ ତେଜପତ୍ର, ଶୁଖିଲା ଲଙ୍କା, 5 ଫୁଟଣ, ଭୃଷଙ୍ଗ ପତ୍ର, ରସୁଣ ଛେଚା ଆଉ ସପୁରି ପଣସକୁ ପକାଇ ସେଥିରେ ଲୁଣ ହଳଦୀ ପକାଇ ଭଲ ଭାବରେ ଗୋଳେଇ ଦେବା। ଗୋଳେଇ ଅଳ୍ପ କିଛି ପାଣି ଦେଇ ଢାଙ୍କୁଡ଼ି ଦେବା। ଢାଙ୍କୁଡ଼ି ଟିକେ ହେଇ ଆସିଲା ପରେ ଖଜୁରୀ ଓ ଚିନି କାଶ୍ମୀର ଲଙ୍କା ଗୁଣ୍ଡ ପକାଇ ଭଲ ଭାବରେ ଗୋଳେଇ ଦେବା। ଗୋଳେଇ ସାରିଲା ପରେ କିଛି ସମୟ ଗଲା ପରେ ସେଥିରେ ଆମେ ଲଙ୍କା ଜିରା ଗୁଣ୍ଡ ପକାଇ ଭଲ ଭାବରେ ମିଶାଇ ଦେବା। ମିଶାଇ ଆସିଲା ପରେ ତାପରେ ଆମର ରେଡ଼ି ହେଇଗଲା ସପୁରି ପଣସ ଖଟା। ଆପଣମାନେ ଘରେ ନିଶ୍ଚୟ ବନେଇ ଖାଆନ୍ତୁ, ଆଉ କିପରି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଜୟ ଜଗନ୍ନାଥ ସାଙ୍ଗମାନେ, ନିଶ୍ଚୟ ଜଣାନ୍ତୁ। ଏକ ଟେଷ୍ଟି ଓ ସୁଆଦିଆ ଖାଇବାକୁ ଗରମ ଓ ପଖାଳ ସହିତ ମଧ୍ୟ ଖାଇପାରିବେ।